ମୁଁ କହିବି ତୁ କେବେଠୁ ନେଲୁ ଆମର ବହୁତ ନେଇଥିଲି ଦେଖିଥିଲି ଲେଖା ହେଇଛି ତମ ନାଁ ଚିହ୍ନିଛୁ ବହକା କଥାବାର୍ତ୍ତା କରୁଛ ବୁଲୁଆ ସିଏ କି ତାର କଥା 4-5 ବସ୍ତା ସିମେଣ୍ଟ ବି ଦେଇଛି ହଁ ସାର୍ ସୁଧ ପଇସା କଣ ପାଇଁ ମୁଁ ଜାଣିନି ସିମେଣ୍ଟ ବି ଦେଇଛି ତୋ ବାପା ନା ନା ମାଉସୀ ମୋ କଥା ଗୋଟେ ଛୋଟିଆ କଥା କହିବି ବୁଲୁଆ ହେଇ ହଉ କି ଯିଏ ବି ହଉ ଗଣେଶ ମାଷ୍ଟର ଦେଇଛି ବୁଲୁଆ ନେଇଛି ଏଇ ହଉଛି କଥା ବୁଲୁଆ ନେଇଛି କି ଦେଇଛି କି କଣ କରୁଛି ଗଣେଶ ମାଷ୍ଟର ବୁଲୁଆ ଦେଇଛି ବୁଲୁଆ ଦେଇନଥିବ ନା 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 ଟିକେ ଶୁଣୁ ବହକା ମୁଁ କଥାବାର୍ତ୍ତା କରୁନି 8 ବୁଲୁଆ ଖାଇବନି ଚାଲ ରାଜଗଡ଼ ଗାଁରେ କିଏ କହିଦବ ନା 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 ରାଜଗଡ଼ା ଗାଁରେ କିଏ କହିଦବ ଗଣେଶ ମାଷ୍ଟର ତା ପାଖରୁ ପଇସା ଆଣିକି କରିଛି ଗଣେଶ ମାଷ୍ଟର କହିଲି ତାକୁ ମାଉସୀ କଣ କରିବ ତୁ କହ ତ ମୁଁ କଣ କହିବି କହିଲୁ ତମ ନାଁ ଲେଖା ହେଇଛି ମୋ ନାଁ ଲେଖା ହେଇଛି ମୋର ତ ବାପାର କଥାବାର୍ତ୍ତା ନାହିଁ ଦେଖାଯାଏ ତୁ କଥା ତ ବହୁତ ଚଢିଆ ବୋଉ ନାଁ ଲେଖା ହେଇଛି କହୁନା ତୁ ଯାଉନୁ ଲେଖିଦବୁ ଆଉ ସମସ୍ତ ପରିବାର ଆସାମୀ ନାହିଁ ତୁ ଏଠି କହିଲେ କଣ ବାହା ହବ ସିଏ ପଇସା ମୋର ବୁଡିଗଲା କାହାକୁ ପଚାରିକି ପଇସାଟା ମୁଁ ଦବାଟା ମୋର ଭୁଲ ମୋର ଭୁଲ ତମ ଘରେ ଯେତେବେଳେ ଚଳିଲ ସେ ପଇସା ନେଣି ତୁ ପଚାରିକି ଦେଲୁ କାହାକୁ ପଚାରିଦେବି ଘରେ ପୁଣି ସୀମା ଭିତରେ ରହି କଥାବାର୍ତ୍ତା କଣ କହୁଛ କହିଲ କଣ କହୁଛ ଆଗକୁ କଣ ଆକ୍ସନ ନବା ତୁ ଆକ୍ସନ କଲେ ମୁଁ ବି ହାଜର ଅଛି ମାଉସୀ ଡାକୁଛୁ କଣ ଖୁସିରେ ମାଉସୀ ବା ହେବି ବାପା କହିଥିଲା ବାପା କାହିଁ ଆମ ପାଖରେ ସବୁ ଗ୍ରୁପ କଣ ନେଇକି କଣ ଆକ୍ସନ ନେଇକି ଛୋଡିଆ କଥା ଭାଷା ସାଙ୍ଗ ହିସାବରେ ମୁଁ କଥା ସାଙ୍ଗ ହିସାବରେ ତୁ ଭାଷା କାହିଁ ଖରାପ ଶୁଣୁ ମୁଁ ତ ଭାଷା କାହିଁ ଖରାପ ସେଇଆକୁ ଆସି କଣ କହୁଛୁ ଆସାମୀ ବାଣ୍ଡ ଶୁଣୁ ମାଉସୀ ସାଙ୍ଗରେ ଭଲ କଥା ଖରାପ ମାଉସୀ ଶୁଣୁ ନା ନା ଆମେ ଦି ଭାଇ ଆଇଲୁ ଆଣିଥିଲି ତାକୁ ମାଉସୀ ମୁଁ ତୋ ସାଙ୍ଗରେ ଭଲ ଆକ୍ସନ ଭାଇ ସାଙ୍ଗରେ ମୁଁ କଥା ହେଇଛି ତୋ ସାଙ୍ଗରେ କାହାକୁ ଆସନ ନବ ଯାଉ ଆସନ କଣ ନେବୁ ଯା ପୁଅ କଣ ଆଣିଛି ତମେ ମୋ ପୁଅ ମରିଗଲା ବୋଲି ତମେ ଯାହା କହିବ ତୁ ଆସନ ତ ନେବୁ ଏଠି କାହିଁ ମୋ ପୁଅ ତ ନାଇଁ ମୁଁ କାହାକୁ ତୁ ବୁଝିକି କଥାବାର୍ତ୍ତା ଶୁଣୁ କଥା ଗୋଟେ ଅଛି